ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମତରେ କୌଣସି ଯୁଗ ଏକ ନିର୍ଦ୍ଦିଷ୍ଟ ଦିନ କାଳ ତିଥି ତାରିଖରେ ହଠାତ୍ ଶେଷ ହୋଇ ନୂତନ ଯୁଗ ଆରମ୍ଭ ହୋଇଯାଏ ନାହିଁ। ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା। କଳିଯୁଗ ଶେଷ ହୋଇଥିଲେ ମଧ୍ୟ ସତ୍ୟଯୁଗ ଆରମ୍ଭ ହୋଇନାହିଁ। ଏହି ମଧ୍ୟବର୍ତ୍ତୀକାଳୀନ ଅବସ୍ଥାକୁ ଯୁଗ ସନ୍ଧ୍ୟା ଓ ପୁରୁଷୋତ୍ତମ ସଂଯମ ଯୁଗ ବୋଲି ଅଭିହିତ କରାଯାଇଛି। କଳିଯୁଗର ଏହି ଅନ୍ତିମ ପର୍ଯ୍ୟାୟରେ ନାନା ପ୍ରକାର ପ୍ରାକୃତିକ ଓ ମନୁଷ୍ୟକୃତ ଭୟାବହ ଧ୍ୱଂସଲୀଳା ସଂଗଠିତ ହେଉଛି ଓ ହେବ ମଧ୍ୟ, ଯାହାକୁ ଖଣ୍ଡପ୍ରଳୟ କୁହାଯାଏ। ଏହା କଳିଯୁଗର ଶେଷ ଧକ୍କା। ଯୁଗେ ଯୁଗେ ଯୁଗ ସନ୍ଧିକ୍ଷଣରେ ଅସହ୍ୟ ଯୁଗ ଯନ୍ତ୍ରଣାରୁ ମଣିଷର ଆତ୍ମରକ୍ଷାର ଅବ୍ୟର୍ଥ କବଚ ରୂପେ ଯୁଗ ପୁରୁଷୋତ୍ତମଙ୍କର ଆବିର୍ଭାବ ହୋଇଥାଏ। ସ୍ଥାନ କାଳ ପାତ୍ର ପ୍ରୟୋଜନ ତଥା ପ୍ରାକୃତିକ ନିୟମ ଅନୁଯାୟୀ ସେ ଆବିର୍ଭୂତ ହୋଇଥାନ୍ତି। କଳିଯୁଗର ଶେଷରେ ସେ କଳ୍କୀ ଅବତାର ରୂପେ ଆବିର୍ଭୂତ। ତାଙ୍କର ଆବିର୍ଭାବ ସମ୍ବନ୍ଧରେ ମଧ୍ୟ ପୁରାଣ ଆଦିରେ ବର୍ଣ୍ଣନା କରାଯାଇଛି। କଳ୍କୀ ପୁରାଣ ଅନୁସାରେ ବିଷ୍ଣୁଙ୍କର ଦଶମ ଓ ଶେଷ ଅବତାର କଳ୍କୀ। କଳ୍କୀ ଅସ୍ତ୍ରାଘାତ ଦ୍ୱାରା ମ୍ଳେଚ୍ଛମାନଙ୍କୁ ନିର୍ମୂଳ କରିବେ ଏବଂ ଚତୁର୍ବର୍ଣ୍ଣକୁ ଯଥାଯଥ ମର୍ଯ୍ୟାଦାର ସ୍ଥାପିତ କରିବେ। କଳ୍କୀ ଅବତାରର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ସାଧନ ପୂର୍ବକ କଳିହତ ଜନସାଧାରଣଙ୍କୁ ରକ୍ଷା କରିବେ ବୋଲି କୁହାଯାଇଛି। ତାହା ହେଲା ମ୍ଳେଚ୍ଛ ସଂହାର ଆଉ ଗୋଟେ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ପ୍ରତିଷ୍ଠା। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହନ୍ତି, ମ୍ଳେଚ୍ଛ କୌଣସି ନିର୍ଦ୍ଦିଷ୍ଟ ଜାତି ବର୍ଣ୍ଣ ଶ୍ରେଣୀ ସମ୍ପ୍ରଦାୟ ଦେଶ କାଳପାତ୍ରର ଅନ୍ତର୍ଭୁକ୍ତ ନୁହନ୍ତି। ଅତ୍ୟଧିକ ସଂକୀର୍ଣ୍ଣ ସ୍ୱାର୍ଥପର ପାଶବିକ ଓ ପୈଶାଚିକ ଜୀବନଯାପନ କରୁଥିବା ଓ ନିଜର ତଥା ପରିବେଶର ଅସ୍ତିତ୍ୱ ବିରୋଧୀ ଆଚାର ଆଚରଣ କରୁଥିବା ଲୋକ ହିଁ ମ୍ଳେଚ୍ଛ ପଦବାଚ୍ୟ। ସେମାନେ ଯେକୌଣସି ଜାତି ବର୍ଣ୍ଣ ଶ୍ରେଣୀ ସମ୍ପ୍ରଦାୟ ଦେଶ କାଳ ପାତ୍ରର ଅନ୍ତର୍ଭୁକ୍ତ ହୋଇପାରନ୍ତି। ସେମାନଙ୍କୁ ସଂହାର କରିବା ଅର୍ଥ ନୁହେଁ ବିନାଶ କରିବା। ସଂହାର ଶବ୍ଦର ଅର୍ଥ ସମ୍ୟକ୍ ରୂପେ ହରଣ କରିବା, ଅର୍ଥାତ୍ ସେମାନଙ୍କର ମ୍ଳେଚ୍ଛତ୍ୱକୁ ହରଣ ବା ସଂସ୍କାର କରି ସେମାନଙ୍କୁ ଶୁଦ୍ଧପୂତ କରି ତୋଳିବା। କଳ ଶବ୍ଦର ଅର୍ଥ ମଧ୍ୟ ଗତି। ଏହି ମ୍ଳେଚ୍ଛାଚାରୀମାନଙ୍କର ଜୀବନର ଗତିପଥ ବଦଳାଇବା ହିଁ କଳ୍କୀ ଅବତାରଙ୍କର ଆଭିମୁଖ୍ୟ। କିନ୍ତୁ ଅବତାର ଯେଉଁ ଖଡ୍ଗ ଦ୍ୱାରା ଏହି ସଂହାର କରିବେ ବୋଲି ବର୍ଣ୍ଣନା କରାଯାଇଛି, ତାହା କୌଣସି ଶାଣିତ ଅସ୍ତ୍ରଶସ୍ତ୍ର ନୁହେଁ। ତାହା ଜ୍ଞାନର ଖଡ୍ଗ ବୋଲି ଶ୍ରୀ ଶ୍ରୀ ଠାକୁର କହନ୍ତି। କାରଣ କଳ୍କୀ ଅବତାର ବିଂଶ ଶତାବ୍ଦୀର ଆବିର୍ଭୂତ ହୋଇଥିବାରୁ ସେ ଜ୍ଞାନ ବିଜ୍ଞାନ ବ୍ୟାଖ୍ୟା ବିଶ୍ଳେଷଣ ଓ ବିତର୍କରେ ବିଶ୍ୱାସ କରନ୍ତି। ଜୀବନର ସକଳ ସମସ୍ୟାର ସମାଧାନ ପାଇଁ ଶ୍ରୀ ଶ୍ରୀ ଠାକୁର ଅଜସ୍ର ବାଣୀ ଦେଇଛନ୍ତି। ଉକ୍ତ ବାଣୀରେ ପ୍ରତ୍ୟେକଟି ମଣିଷର ମନଗହନ ସ୍ୱରୂପ ଉଦ୍ଘାଟିତ ହୋଇଛି। ତାହା ମନୋଯୋଗ ସହିତ ପାଠ କଲେ ମଣିଷର ସ୍ୱରୂପ ସାକ୍ଷାତକାର ହୋଇଥାଏ। ନିଃଶବ୍ଦରେ ଏହି ବାଣୀ ଅଗଣିତ ଲୋକଙ୍କର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। କଳ୍କୀ ଅବତାର ଧବଳ ଅଶ୍ୱ ଆରୋହଣ କରିବେ ବୋଲି ବର୍ଣ୍ଣନା କରାଯାଇଛି। ଧବଳ ଅଶ୍ୱ ଅର୍ଥାତ୍ ଦ୍ରୁତଗତିରେ ଅଶ୍ୱଶକ୍ତିର ବେଗରେ ସେ ଏହା ସମ୍ପାଦନ କରିବେ। କାରଣ ନୈତିକ ଅଧପତନ ଅତ୍ୟନ୍ତ ବ୍ୟାପକ ହୋଇ ଉଠିଛି, ତେଣୁ ଦ୍ରୁତଗତି ବେଗରେ ପ୍ରୟୋଜନ। ଧବଳ ଅଶ୍ୱ ଏକ ପ୍ରତୀକ ଧର୍ମୀ ପ୍ରୟୋଗ। ବର୍ଣ୍ଣାଶ୍ରମ ବ୍ୟବସ୍ଥାର ପ୍ରତିଷ୍ଠା ମଧ୍ୟ କଳ୍କୀ ଅବତାରଙ୍କର ଅନ୍ୟତମ ଆଭିମୁଖ୍ୟ। ବର୍ଣ୍ଣାଶ୍ରମ ବ୍ୟବସ୍ଥାକୁ ପୁରୁଣା କାଳିଆ, ରକ୍ଷଣଶୀଳ, ସଂକୀର୍ଣ୍ଣ, ଜାତିଭେଦ ପ୍ରଥାମୂଳକ ବୋଲି ସମାଲୋଚନା କରାଯାଏ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କିନ୍ତୁ ଏହାକୁ ବିଜ୍ଞାନସମ୍ମତ, ପ୍ରକୃତିସଙ୍ଗତ, ସର୍ବକାଳୀନ, ସର୍ବବ୍ୟାପୀ ଓ ସର୍ବପରିପୂରକ ବୋଲି ଦୃଢ଼ ଭାବରେ କହିଛନ୍ତି ଏବଂ ନିଜ ଜୀବନର ଆଚରଣ ପୂର୍ବକ କୃତିତ୍ୱ ମଣ୍ଡିତ ହୋଇଛନ୍ତି। ବର୍ଣ୍ଣାଶ୍ରମ ବ୍ୟବସ୍ଥାରେ କାଳକ୍ରମେ ପ୍ରବେଶ କରିଥିବା
ଅସହିଷ୍ଣୁତା, ହୀନମନ୍ୟତା, ଶୋଷଣ ପ୍ରବୃତ୍ତି, ଅସ୍ପୃଶ୍ୟତା, ଘୃଣା, ବିଦ୍ୱେଷ, ସଂକୀର୍ଣ୍ଣ ସାମ୍ପ୍ରଦାୟିକ ଭେଦଭାବ ଇତ୍ୟାଦି ଆବିଳତାକୁ ସଂସ୍କାର କରି ସ୍ୱମହିମାରେ ପ୍ରତିଷ୍ଠିତ କରିବାକୁ ହେବ ବୋଲି ସେ ଦୃଢ଼ମତ ପୋଷଣ କରିଛନ୍ତି। ପୁରୁଷୋତ୍ତମ ସଙ୍ଗମ ଯୁଗରେ ପୁରୁଷୋତ୍ତମ ହିଁ ଯୁଗର ଅଭ୍ରାନ୍ତ ମାର୍ଗଦର୍ଶକ ଓ ନିୟାମକ। ସେ ହିଁ କଳ୍କି ଅବତାର। 1888 ମସିହାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଆବିର୍ଭାବ ହୋଇଥିଲା। ତାଙ୍କର ପରବର୍ତ୍ତୀ ଭାବଦର୍ଶ ସଦ୍ଗୁରୁ, ସଦ୍ନାମ ଓ ସତ୍ସଙ୍ଗ ବ୍ୟାପକ ଭାବରେ ଗ୍ରହଣ ଯୋଗ୍ୟତା ଅର୍ଜନ କରୁଛି। ତାଙ୍କର ଆଦର୍ଶ 10,000 ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।